ବ୍ରହ୍ମପୁର କୁ ବଡ଼ ବିପଦ। ବିଜେପିରେ ଅଲୋଡ଼ା ହେଲେ କି? ବାପାଙ୍କ ସିଂହନାଦରେ ଝିଅର ରାଜୁତି। ମାଳ ମାଳ ପ୍ରତିଶ୍ରୁତି ବିଫଳ ନେତ୍ରୀ। କେତେ ଦିନ ଆଉ ବାପାଙ୍କ ନାଁରେ ରାଜନୀତି କରିବେ? ସମସ୍ୟାବହୁଳ ବ୍ରହ୍ମଗିରିର କରୁଣ ଚିତ୍ର। ରାଜ୍ୟ ରାଜନୀତିର ଚର୍ଚ୍ଚିତ ବିଧାନସଭା ଆସନ ବ୍ରହ୍ମଗିରି। ରାଜ୍ୟରେ ସିଂହନାଦ ନେଇ ଯୁବକଙ୍କୁ ଆପ୍ରାଣିତ କରୁଥିବା ଲଲାଟେନ୍ଦୁ ମହାପାତ୍ର ଓରଫ ଲୁଲୁ ନିଜର କାର୍ଯ୍ୟ କରିବା ପାଇଁ ବେଶ୍ ଚର୍ଚ୍ଚିତ ଥିଲେ। ବ୍ରହ୍ମପୁରର ସୁନାପୁଅ, ଭାଇ, ବନ୍ଧୁ ଭାବରେ ପରିଚିତ। ମୃତ୍ୟୁ ପରେ ବ୍ରହ୍ମପୁର ଖୋଜୁଥିଲା ଲୁଲୁଙ୍କୁ। 2024 ସାଧାରଣ ନିର୍ବାଚନରେ ଝିଅ ଉପାସନାକୁ ପ୍ରାର୍ଥୀ କରିଥିଲା ବିଜେପି। ବିଜୟ ଲାଭ ମଧ୍ୟ କଲେ। ଉପାସନାକୁ ନିଜର ନେତା ଭାବରେ ଚୟନ କଲେ। କିନ୍ତୁ ଦୁଃଖର କଥା, ଲୁଲୁଙ୍କ ପରି ଝିଅ ଉପାସନା ଶକ୍ତିଶାଳୀ ନୁହନ୍ତି। ବଢ଼ୁଛି ସମସ୍ୟା। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ଡ୍ୟାମ୍, ନାରୀ ସୁରକ୍ଷା, ରାଜନୈତିକ କନ୍ଦଳ ପ୍ରତି କ୍ଷେତ୍ରରେ ବ୍ରହ୍ମଗିରି ପଛୁଆ। ବ୍ରିଜ ନିର୍ମାଣର ସ୍ୱପ୍ନ ପୁଣି ସ୍ୱପ୍ନରେ ରହିବ କି? ବିଧାନସଭାରେ ପ୍ରଶ୍ନ ବି ପଚାରୁନାହାନ୍ତି ଉପାସନା। କେତୋଟି ପ୍ରଶ୍ନର ସମାଧାନ ହୋଇଛି। କାହିଁକି ଏତେ ଦୁର୍ବଳ ଉପାସନା ମହାପାତ୍ର? କାରଣ କ'ଣ? ବିଜେପି ତାଙ୍କୁ କାର୍ଡ ଭାବରେ ବ୍ୟବହାର କଲା କି? କେବେ ପୂରଣ ହେବ ବ୍ରହ୍ମପୁରବାସୀଙ୍କ ସ୍ୱପ୍ନ? ଉପାସନାକୁ ନେଇ ଏବେ ଚାଲିଛି ସମୀକ୍ଷା। ଉପାସନାକୁ ଭୋଟ ଦେଇ ଭୁଲ କଲେ କି ବ୍ରହ୍ମଗିରିବାସୀ? ଦେଖିବାର କଥା, ଉପାସନା ତାଙ୍କ ବାପାଙ୍କ ପରି ପୁଣି ଥରେ ଶକ୍ତିଶାଳୀ ହୋଇ ରାଜନୀତିକୁ ସକ୍ରିୟ କରିବେ ନା ଦୁର୍ବଳ ହେଇ ମଳିନ ପଡ଼ି ପୁଣି ଥରେ ମଉଳି ଯିବେ? ଦେଖିବାର କଥା। ବ୍ରହ୍ମପୁରବାସୀ ଉପାସନାଙ୍କ କାର୍ଯ୍ୟକଳାପରେ କେତେ ପରିମାଣର ଖୁସି ଅଛନ୍ତି? ଆପଣମାନେ କମେଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ। ବନ୍ଦେ ଉତ୍କଳ ଜନନୀ, ଜୟ ସୀତାରାମ।